ଓଡ଼ିଶାରୁ କୁକୁଡ଼ା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ। ବାର୍ଡ ଫ୍ଲୁ ଆତଙ୍କ। ପୁରୀ ଜିଲ୍ଲା ପିପିଲି ବ୍ଲକରେ ବ୍ରଏଲର କୁକୁଡ଼ାଠାରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହେବା ପରେ ପଶ୍ଚିମବଙ୍ଗ ପୋଲ୍ଟ୍ରି ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡ଼ା ଓ କୁକୁଡ଼ାଜାତ ଦ୍ରବ୍ୟର ଆମଦାନୀ ଉପରେ ରୋକ ଲଗାଯାଇଛି। ପଶ୍ଚିମବଙ୍ଗ ପୋଲ୍ଟ୍ରି ଫେଡେରେସନ ପକ୍ଷରୁ ରାଜ୍ୟର ସମସ୍ତ କୁକୁଡ଼ା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡ଼ା ଓ କୁକୁଡ଼ା ଉତ୍ପାଦ ନ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ ଚିହ୍ନଟ ହେବା ପରେ ଆକ୍ସନ ମୋଡରେ ପ୍ରାଣୀଧନ ବିଭାଗ ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାରଠାରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। 2 ଦିନ ଭିତରେ 5,000ରୁ ଅଧିକ କୁକୁଡ଼ା ମାରି ସାରିଲାଣି ପ୍ରଶାସନ। ଏହି ଅଭିଯାନ ଆଉ 15 ଦିନ ଲାଗିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରାୟ 20,000 କୁକୁଡ଼ା ମରାଯିବ। ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି ସେଠାରେ ଆସନ୍ତା 5 ମାସ ପର୍ଯ୍ୟନ୍ତ ଆଉ କୁକୁଡ଼ା ଚାଷ କରାଯିବ ନାହିଁ। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ସ୍ଥାନର 1 କିମି ପରିଧି ଭିତରେ ଥିବା ସମସ୍ତ କୁକୁଡ଼ା ଫାର୍ମରୁ କୁକୁଡ଼ା ମାରିବା ପାଇଁ ପ୍ରାଣୀଧନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।